ଅରବିନ୍ଦ ଅଗ୍ରୱାଲ କାନ୍ଦିକିରି କହିଥିଲେ ମୁଁ ଖାଲି ରାତିରେ ସ୍ୱପ୍ନ ଦେଖିଲି ଜଗନ୍ନାଥ ରେକର୍ଡ ରୁମ୍ ରେ ରଖିଦେଇଛନ୍ତି ଚାବିଟା। ଚାବି ରେକର୍ଡ ରୁମ୍ କେମିତି ଯିବ? ବାହାର ରତ୍ନ ଭଣ୍ଡାରରୁ 3ଟି ମୂଲ୍ୟବାନ ରତ୍ନ ଅଳଙ୍କାର ନିଖୋଜ ଅଛି। ଯେ ଯୋଉଟା କାଲି ଆଇନ ମନ୍ତ୍ରୀ କହିଲେ ରତ୍ନ ଭଣ୍ଡାର ଚାବି ଚୋରି ହେଇଛି, ଯୋଉଟା ଆମେ କହିଥିଲେ ରଘୁବୀର ଦାସ କମିଶନ ବସିଥିଲା। ଏତେ ବେଳକୁ ହନୁ ମୋର ସତ କଥା ବାହାରିଲା ଯେ ହଁ ରତ୍ନ ଭଣ୍ଡାର ଚାବି ଚୋରି ହେଇଛି। ଯୋଉ ଅଳଙ୍କାର ସବୁ ଚୋରି ହେଇଛି ଆମେ ନକଲି ଅଳଙ୍କାର ରଖିକି ହିସାବ କରି ହାଇକୋର୍ଟ ଦେଇଦେବା ଠିକ ଅଛି। ଗୋଟେ ହାଇକୋର୍ଟ ଜଜ୍ ଯିଏ ତଦାରଖ କମିଟିର ଅଧ୍ୟକ୍ଷ ଅଛି ତାଙ୍କୁ ପେଲି ଦେଉଛନ୍ତି ପଛକୁ, ଆଗରେ 3 ଜଣ ଅଫିସର ଠିଆ ହେଇକିରି ରତ୍ନ ଭଣ୍ଡାର ଉପରେ ବାଇଟ ଦଉଛନ୍ତି। ଜଗନ୍ନାଥ ପ୍ରେମୀ ଏବଂ ଓଡ଼ିଶାର ସମସ୍ତ ସଚେତନ ନାଗରିକ ମାନଙ୍କୁ ଜଣାଇବାକୁ ଚାହୁଁ ହାତ ଯୋଡ଼ିକିରି ବର୍ତ୍ତମାନ ମହାପ୍ରଭୁଙ୍କର ରତ୍ନ ଭଣ୍ଡାର ଗଣତି ମଣତି ଚାଲିଛି। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏପର୍ଯ୍ୟନ୍ତ ଗଣତି ମଣତି ସରି ନାହିଁ। ଭିତର ରତ୍ନ ଭଣ୍ଡାର ଗଣତି ବର୍ତ୍ତମାନ ସୁଦ୍ଧା ଚାଲୁ ରହିଛି। ଏଇ ଭିତରେ ଯେତେବେଳେ ପ୍ରଥମ ରତ୍ନ ଗଣତି ହେଲା ସେତେବେଳେ ତଦାରଖ କମିଟିର ଅଧ୍ୟକ୍ଷ ରିଟାୟାର୍ଡ ହାଇକୋର୍ଟ ଜଜ୍ ଜଷ୍ଟିସ ବିଶ୍ୱନାଥ ରଥ ଆସି ବାହାରେ କହିଲେ ବାହାର ରତ୍ନ ଭଣ୍ଡାରରୁ 3ଟି ମୂଲ୍ୟବାନ ରତ୍ନ ଅଳଙ୍କାର ନିଖୋଜ ଅଛି। କହିଲେ ସିଏ କହିଲା ପରେ କଣ ହଡ଼କମ୍ପ ସୃଷ୍ଟି ହେଲା, ହଠାତ୍ ମୁଖ୍ୟ ପ୍ରଶାସକ ଆସିକି କହୁଛନ୍ତି ନାଇଁ ସବୁ ରତ୍ନ ଠିକ ଅଛି। ତାଙ୍କୁ ବିଶ୍ୱନାଥ ରଥଙ୍କୁ ପଛକୁ ପେଲି ଦିଆଗଲା, ଅଧିକାରୀ ମାନଙ୍କୁ ସାମ୍ନାକୁ ନେଇ ଆସିଗଲା, ତାକୁ କହିବାକୁ ସୁଯୋଗ ଦିଆଗଲା ନାହିଁ ଏବଂ ଇଏ କହିଲେ ସବୁ ଠିକ ଅଛି। ଆମର ପ୍ରଶ୍ନ ବର୍ତ୍ତମାନ ସୁଦ୍ଧା ଗଣତି ସରି ନାହିଁ। ଗଣତି ସରିଲା ପୂର୍ବରୁ ମୁଖ୍ୟ ପ୍ରଶାସକ କହିଦେଲେ କେମିତି ସବୁ ଠିକ ଅଛି, ଯାହାକୁ ନେଇକି ଅଯଥାରେ ଗୋଟେ ଓଡ଼ିଶାରେ ରାଜନୀତି ହଉଛି ଏବଂ ଟଣାଉଟରା ଚାଲିଛି। ଯଦି ଗଣତି ନ ସରିକି ଆପଣ କହିଦେଲେଣି ଠିକ ଅଛି, ଏଇଥିରେ ଆପଣ ଜାଣୁଥିବେ ଯେ ଯୋଉଟା କାଲି ଆଇନ ମନ୍ତ୍ରୀ କହିଲେ ରତ୍ନ ଭଣ୍ଡାର ଚାବି ଚୋରି ହେଇଛି, ଯୋଉଟା ଆମେ କହିଥିଲେ ରଘୁବୀର ଦାସ କମିଶନ ବସିଥିଲା। ଏତେ ବେଳକୁ ହନୁ ମୋର ସତ କଥା ବାହାରିଲା ଯେ ହଁ ରତ୍ନ ଭଣ୍ଡାର ଚାବି ଚୋରି ହେଇଛି। ଆପଣ କହିଥିଲେ 15 ଦିନ ଭିତରେ ରଘୁବୀର ଦାସ କମିଶନ ରିପୋର୍ଟ ଲୋକଙ୍କୁ ଜଣେଇବେ। ଯଦି ଚାବି ଚୋରି ହେଇଥିଲା ସେତେବେଳେ ଯେ କଲେକ୍ଟର ଥିଲେ ଆଇଏଏସ୍ ଅଫିସର ବର୍ତ୍ତମାନ ଅଛନ୍ତି ଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ କାନ୍ଦିକିରି କହିଥିଲେ ମୁଁ ଖାଲି ରାତିରେ ସ୍ୱପ୍ନ ଦେଖିଲି ଜଗନ୍ନାଥ ରେକର୍ଡ ରୁମ୍ ରେ ରଖିଦେଇଛନ୍ତି ଚାବିଟା। ଚାବି ରେକର୍ଡ ରୁମ୍ କେମିତି ଯିବ? ରେକର୍ଡ ରୁମ୍ ରେକର୍ଡ ରହେ। ଆଇଏଏସ୍ ଅଫିସର କହୁଛନ୍ତି ସମସ୍ତେ ବିଶ୍ୱାସ କଲେ। ଅରବିନ୍ଦ ଅଗ୍ରୱାଲ ଆମେ କହିଥିଲୁ ମିଛୁଆ ରାଧୁଆ, ପୁରା ମିଛ। ସରକାରଙ୍କୁ ବଞ୍ଚେଇବା ପାଇଁ ଚୋରଙ୍କୁ ଘଟ ଘୋଡ଼ିବା ପାଇଁ କଥା କହିଲେ, ଏଇନେ କହୁଛନ୍ତି ଚାବି ଚୋରି ହେଇଥିଲା। ତାହେଲେ ଚାବି ଚୋର ଧରା ହେବା ଉଚିତ ନା ନାହିଁ? ଆଜି ପର୍ଯ୍ୟନ୍ତ ଆପଣ ଚୁପ୍ କାହିଁକି ଥିଲେ? ଯଦି ଅରବିନ୍ଦ ଅଗ୍ରୱାଲ ମିଛ କହିଥିଲା, ଆଇଏଏସ୍ ଅଫିସର ହେଇକିରି ମିଛ କହିଥିଲେ, ଚାବି ଚୋରି ହେଇକିରି କହିଥିଲେ ମିଛରେ ମୁଁ ଚାବି ପାଇଲି, ତାହେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଆଜି ମିଛ ନ କହୁଥିବ ବୋଲି ଆମେ କେମିତି ଜାଣିବା? ଆଇଏଏସ୍ ଅଫିସର ମାନେ ବହୁତ ଚାଲାକ, ସେମାନେ କଣ କେତେବେଳେ କହିବେ ଚାଲାକିରେ ଆପଣ ବୁଝିପାରିବେନି। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା, ସିଏ ଚେଷ୍ଟା କଲେଣି ଭିତରେ ଭିତରେ ଯୋଉ ଅଳଙ୍କାର ସବୁ ଚୋରି ହେଇଛି ଆମେ ନକଲି ଅଳଙ୍କାର ରଖିକି ହିସାବ କରି ହାଇକୋର୍ଟ ଦେଇଦେବା ଠିକ ଅଛି। ଏପର୍ଯ୍ୟନ୍ତ ଗଣତି ସରିନି, ହିସାବ ଦେଇଦେଲେଣି ମୁଖ୍ୟ ପ୍ରଶାସକ। ଆଜି ବି ଗଣତି ହଉଛି ଯେ 815 ନା 918ଟା ଅଳଙ୍କାର ସବୁ ସଠିକ ଅଛି। ଆରେ ବାବୁ ହିସାବ ସରିନି, ତମେ ଏତେ ତରବର ଭାବରେ କାହାକୁ କହୁଛ ଠିକ ଅଛି? ତାହେଲେ ତମେ ସତ କହୁଛ ନା ଜଷ୍ଟିସ ରଥ ସତ କହୁଛନ୍ତି ନା ମନ୍ତ୍ରୀ ସତ କହୁଛନ୍ତି? ସତ ସମସ୍ତେ ଜାଣିବା ଦରକାର, ସତ ସାମ୍ନାକୁ ଆସିବା ଦରକାର ଏବଂ ମିଛ ଯିଏ କହୁଛି ସିଏ ମଧ୍ୟ ଦଣ୍ଡ ପାଇବା ଦରକାର, ତଦନ୍ତ ହବା ଦରକାର। ଆମେ କାହା ନାଁ କହୁନୁ କି ସିଏ ଚୋରିକିରି ନେଇଗଲା ଇଏ ଚୋରିକିରି ନେଇଗଲା, ଆମେ କହୁଛୁ ତଦନ୍ତ ହଉ। ତାକୁ ରାଜନୈତିକ ଲୋକ ରଙ୍ଗ ଦେଇକି ତା ନାଁ କହିଦଉଛନ୍ତି, ସେଥିପାଇଁ ଆମେ ଦାୟୀ ନୁହଁ। ଆମର ସିମ୍ପଲ କଥା, ଆମେ ଯେତେବେଳେ ଗଣମାଧ୍ୟମରେ ଶୁଣିଲୁ ଜଷ୍ଟିସ ବିଶ୍ୱନାଥ ରଥ କହିଲେ ରତ୍ନ ନିଖୋଜ ଅଛି, ଟାଉନ ଥାନା ସିଂହଦ୍ୱାର ଥାନାରେ ଆମେ ଏତଲା ଦେଲୁ। ପୋଲିସ ଏ କଥାରେ ମୁଣ୍ଡ ପୁରେଇ ପାରିବନି, କାରଣ ରତ୍ନ ଦେଶ ବିଦେଶକୁ ଯାଇଛି, ସିବିଆଇ ତଦନ୍ତର ଆବଶ୍ୟକତା। ସିବିଆଇ ଏସପି ତନ୍ମୟ ବେହେରା ମହୋଦୟ କହିଲେ ଯେ ସିବିଆଇ ତଦନ୍ତ ମୁଖ୍ୟମନ୍ତ୍ରୀ ବା ସରକାର ଏବଂ ହାଇକୋର୍ଟ ଚାହିଁଲେ ଆମେ ନିଶ୍ଚୟ କରିବୁ, ଆଉ ମହାପ୍ରଭୁଙ୍କ କଥାରେ ଆମେ ନିଶ୍ଚୟ ତଦନ୍ତ କରିବୁ। ଆମେ ଏଇଠୁ ଅପିଲ କରୁଛୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ, ଆଖି ବୁଝିକିରି ସିବିଆଇ ତଦନ୍ତ କରନ୍ତୁ। ଯିଏ ହେଇଥାଉ ମହାପ୍ରଭୁଙ୍କର, ଯିଏ, ଏଇଟା ମୋ ଘର କଥା ନୁହେଁ, ଯିଏ ବି ଚୋରି କରିଥାଉ, ଯିଏ ବି ଏଥିରେ ଲୁଟରେ ଥାଉ, ସିଏ ବନ୍ଧା ହବା ଦରକାର। ସିଏ ତେଣିକିରି ପ୍ରଜାଠୁ ରଜା ହୁଅନ୍ତୁ, ପିଅନଠୁ କଲେକ୍ଟର ହୁଅନ୍ତୁ, କି ମନ୍ତ୍ରୀଙ୍କଠୁ ଯନ୍ତ୍ରୀ ହୁଅନ୍ତୁ, ଏହା ହବା ଉଚିତ କି ନାହିଁ ଏଇଟା ଓଡ଼ିଶାବାସୀ ଏବଂ ଆପଣ ମାନେ ଏହାର ଉତ୍ତର ଦେବେ। ମୁଁ ପ୍ରମାଣ କଣ ଦେବି? ଜଣେ ହାଇକୋର୍ଟ ରିଟାୟାର୍ଡ ଜଜ୍ ଯିଏ ତାଙ୍କ ଜୀବନ ସାରା ନ୍ୟାୟ ପ୍ରଦାନ କରିଛନ୍ତି ଏବଂ ସବୁବେଳେ ଅନ୍ୟାୟ ବିରୁଦ୍ଧରେ ନିଜର ମତ ରଖିଛନ୍ତି, ଯଦି ଜଣେ ବିଚାରପତି ହାଇକୋର୍ଟ ରିଟାୟାର୍ଡ ହେଇକିରି କହୁଛନ୍ତି ରତ୍ନ ନିଖୋଜ ଅଛି, ଆଉ କିଛି ଶୁଣିବାର ବାକି ଅଛି? ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏମାନେ ଜୁଡିସିଆରୀ ଦାବି ଦେବାକୁ ଚେଷ୍ଟା କରୁଛନ୍ତି। ଗୋଟେ ହାଇକୋର୍ଟ ଜଜ୍ ଯିଏ ତଦାରଖ କମିଟିର ଅଧ୍ୟକ୍ଷ ଅଛି ତାଙ୍କୁ ପେଲି ଦେଉଛନ୍ତି ପଛକୁ, ଆଗରେ 3 ଜଣ ଅଫିସର ଠିଆ ହେଇକିରି ରତ୍ନ ଭଣ୍ଡାର ଉପରେ ବାଇଟ ଦଉଛନ୍ତି ଏବଂ ମିଛ କଥା, ଯେମିତି ଅରବିନ୍ଦ ଅଗ୍ରୱାଲ ସେତେବେଳେ ଆଇଏଏସ୍ ଅଫିସର ମିଛ କହୁଥିଲେ, ଏଇନେ ଅରବିନ୍ଦ ପାଢୀ ସେମିତି ମିଛ କହିକିରି ଘଣ୍ଟ ଘୋଡ଼ିବାକୁ ଚେଷ୍ଟା କରୁଛନ୍ତି, ରାଜନୀତିକରଣ କରେଇ ଦଉଛନ୍ତି। ଏମାନେ ସଦାବେଳେ ଆଇଏଏସ୍ ଅଫିସର ମାନେ ସରକାରଙ୍କୁ ହରଡ଼ ଘୋଣାରେ ପକେଇଛନ୍ତି। ଗତ ସରକାରରେ ଯେମିତି ପାଣ୍ଡିଆନ ହରଡ଼ ଘୋଣାରେ ପକେଇଥିଲା ସରକାରକୁ, ଏ ସରକାରରେ ମଧ୍ୟ ଅରବିନ୍ଦ ପାଢୀ ପକଉଛନ୍ତି। ଇଟ୍ ଇଜ ଏ ଇନସଲ୍ଟ ଟୁ ଜୁଡିସିଆରୀ।
जड़े विचारपति एभली भाव अध्यक्ष को एभली व्यवहार करवा समग्र विचार विभाग प्रति असम्मान। इट इज एन इनसल्ट टू द डेमोक्रेसी। एटा गणतंत्र प्रति मध्य असम्मान। यार तदंत हवा दरकार। ओडिशा लोक सचेतन हवा दरकार बोली आज माननीय सीबीआई एसपी कहले लोक सचेतन हेले समाधान रास्ता फिटिजिवो। एतिक आमर कहवा कथा एवं सत्य सामना को आसू, दोषी दंड पाऊ, तदंत हो। ये नहीं किए न नहीं तदंत पर जना पड़ो। जय जगन्नाथ। आकलन करथिले पूर्वरु जे चोरी हेछि बोली रत्नभंडार अनेक थरा आपण बार्ता उठैथिले एता हमरे गोटे गोटे प्रकार देखंतु आपण निजे अनुभव करंतु। चाबी चोरी है आज सरकार कहते हाँ सत आज बंद कहीं शोते क्या घंटा घोड़े कहीं शोते एना आपन कहब ना नहीं जिते रत्न भंडार रत्न आप स्थानांतर कले गोटे सिंधुक आउ गोटे सिंधुक को प्रथम कथा थिला रत्न भंडार रेजिस्टर से लिस्ट होता जे ये रत्न आम स्थानांतर कलु आप से लिस्ट कलेनी एने कहते निखोज पुणी लोक कहते हलदिया जिनस हलदिया मुणार पुरई देलु धला जिनस धला मुणार पुरई देलु नाली जिनस नाली मुणार पुरई देलु लोक यहाँ शुणा चाहूना आम लोक भक्त चाहते रत्न केते प्रकार गहना आप पुरैले तार ओजन केते तार मानवता कौन एमाने बणिया को नौछन्ति ताको टेस्ट करिया दौना एटा सुना कि रूपा कि हीरा कि नीला कि मोती नकली गहना पुरई कहते सब ठीक है सेते लुचैले देखो आपण मैंने लुचैले बर्तमान टणाटुणी सब आसुना नहीं सामना को एटा किए करोछि एटा सब कालिया शांत कथा आम कथा भुकिबा आम तार कुकुर आम तापई भुकुछु अन्य मानव जी भुकुछन्ति से माने कोन सेटा आपण मैंने विचार करिवे। जय जगन्नाथ। क्या आप चाहते हैं ताज़ा, स्वादिष्ट और पौष्टिक मशरूम आपके घर तक पहुंचे? तो आज ही जुड़िए कल्याणी मशरूम सेंटर के साथ। यहाँ मिलता है फार्म फ्रेश मोजो मशरूम, मुलायम पनीर, ताज़ा ग्रीन मटर, स्वीट कॉर्न और बेबी कॉर्न, सब कुछ एक ही जगह बेहतरीन क्वालिटी के साथ। हम देते हैं होलसेल और रिटेल दोनों सुविधाएं। आज ही डिस्ट्रीब्यूटरशिप लेने के लिए कॉल करें 9337096782 या 9040091506। कल्याणी मशरूम सेंटर, ओडिशा का भरोसेमंद नाम मोजो मशरूम और डेयरी प्रोडक्ट्स में।